ଗୁଡ୍ ମର୍ଣ୍ଣିଂ ଗାଇଜ୍, ଗୁଡ୍ ମର୍ଣ୍ଣିଂ ପିଲାମାନେ। ଆଶା ସମସ୍ତେ ଭଲରେ ଥିବ। ସୋ ଆମେ ଆଜିର କରେଣ୍ଟ ଆଫେୟାର୍ସକୁ ଓଭରଭ୍ୟୁ କରିବା। ନିକଟ ଅତୀତରେ କଣ କଣ ଘଟିଛି ଦେଶ ଦୁନିଆରେ ତଥା ଆମ ରାଜ୍ୟ ଓଡ଼ିଶାରେ ସେସବୁ ବିଷୟରେ ଆଲୋକପାତ କରିବା। ସୋ ଆମେ ବର୍ତ୍ତମାନ ପ୍ରଥମ କ୍ୱେଶ୍ଚନକୁ ଯିବା। ପ୍ରଥମ କ୍ୱେଶ୍ଚନ କଣ ଅଛି? ପ୍ରଥମ କ୍ୱେଶ୍ଚନ ଅଛି, ହୁ ଇଜ ଦ ଫାର୍ଷ୍ଟ ଓମେନ୍ ସ୍ନାଇପର ଅଫ ଦ ବିଏସଏଫ? ବିଏସଏଫ ର ଓମେନ୍ ସ୍ନାଇପର, ପ୍ରଥମ ଓମେନ୍ ସ୍ନାଇପର ହିସାବରେ କିଏ ଯୋଗଦାନ କରିଛନ୍ତି, କିଏ ଜଏନ୍ କରିଛନ୍ତି? ଅପସନ ଗୁଡିକ ହେଲା କିରଣ ବେଦୀ, ସଂଯୁକ୍ତା ପରାଶର, ସୁମନ କୁମାରୀ, ପିଟି ଉଷା। ସୋ ଏମାନଙ୍କ ମଧ୍ୟରୁ କିଏ ପିଟି ଉଷା ତ ଖେଳାଳି, କିରଣ ବେଦୀ ହଉଛନ୍ତି ପ୍ରଥମ ଆଇପିଏସ୍। ସୋ ଆନ୍ସର ହଉଛି ସୁମନ କୁମାରୀ, ସବ୍ ଇନ୍ସପେକ୍ଟର ସୁମନ କୁମାରୀ, ଯିଏକି ଫାର୍ଷ୍ଟ ଓମେନ୍ ସ୍ନାଇପର ଭାବେ ବର୍ଡର ସିକ୍ୟୁରିଟି ଫୋର୍ସରେ ନିଜର ନାମକୁ ଲିପିବଦ୍ଧ କରିଛନ୍ତି। ସେକେଣ୍ଡ କ୍ୱେଶ୍ଚନ ହଉଛି, ରିସେଣ୍ଟଲି ଇଲେକ୍ସନ କମିଶନ ଅଫ ଇଣ୍ଡିଆ ଗୋଟେ ଯୋଜନା ଷ୍ଟାର୍ଟ କରିଛନ୍ତି, ମେରା ପେହଲା ଭୋଟ ଦେଶ କେ ଲିଏ କ୍ୟାମ୍ପେନ୍ ଷ୍ଟାର୍ଟ କରିଛନ୍ତି। ଏହା କେଉଁ ମିନିଷ୍ଟ୍ରି, କେଉଁ ମନ୍ତ୍ରାଳୟ ଅଧୀନରେ ଅନ୍ତର୍ଭୁକ୍ତ ହୋଇଛି? ଅପସନ ଗୁଡିକ ହେଲା ମିନିଷ୍ଟ୍ରି ଅଫ ଏଜୁକେସନ, ମିନିଷ୍ଟ୍ରି ଅଫ ହୋମ ଆଫେୟାର୍ସ, ମିନିଷ୍ଟ୍ରି ଅଫ କର୍ପୋରେଟ ଆଫେୟାର୍ସ, ମିନିଷ୍ଟ୍ରି ଅଫ ଡିଫେନ୍ସ। ସୋ ଆନ୍ସର ହଉଛି ମିନିଷ୍ଟ୍ରି ଅଫ ଏଜୁକେସନ। ତା ବିଷୟରେ କିଛି ଜାଣିବା। ମିନିଷ୍ଟ୍ରି ଅଫ ଏଜୁକେସନ ଫେବୃଆରୀ 28 ରୁ ମାର୍ଚ୍ଚ 6 ଯାଏ, ଆଜି ଯାଏ ମେରା ପେହଲା ଭୋଟ ଦେଶ କେ ଲିଏ କ୍ୟାମ୍ପେନ୍ ଅର୍ଗାନାଇଜ କରିଥିଲେ। ଯେ ଯୋଉ ଆମର ଆସୁଥିବା ଇଲେକ୍ଟ୍ରାଲ ପ୍ରୋସେସରେ ୟୁଥ ମାନଙ୍କୁ ଏନକରେଜ କରିବା ପାଇଁ ଏହାର ଚେୟାରମ୍ୟାନ ଏମ ଜଗଦୀଶ କୁମାର ଗୋଟେ ଡାକରା ଦେଇଥିଲେ ଯେ ଯୋଉମାନେ ଫାର୍ଷ୍ଟ ଟାଇମ ଭୋଟର ଅଛନ୍ତି ସେମାନଙ୍କୁ କ୍ୟାମ୍ପେନରେ ସପୋର୍ଟ କରିବା ପାଇଁ। ସୋ ଆନ୍ସର ହଉଛି ମିନିଷ୍ଟ୍ରି ଅଫ ଏଜୁକେସନ। ନେକ୍ସଟ କ୍ୱେଶ୍ଚନ, ବିକ୍ରମାଦିତ୍ୟ ବେଦୀ କ୍ଲବ କେଉଁ ସିଟିରେ ଅଛି, କେଉଁ ସହରରେ ଅଛି? ଅପସନ ଗୁଡିକ ହଉଛି ଉଜ୍ଜୟନ, ଇନ୍ଦୋର, ବିକାନେର, ଲକ୍ଷ୍ନୌ। ସୋ ଆନ୍ସର ହଉଛି ଉଜ୍ଜୟନ। ପ୍ରାଇମ ମିନିଷ୍ଟର ଏବେ ଇନାଗୁରେଟ କରିଛନ୍ତି ଯନ୍ତ୍ର ମନ୍ତ୍ର ଉଜ୍ଜୟିନୀରେ ବିକ୍ରମାଦିତ୍ୟ ବେଦୀ କ୍ଲବ। এই ବେଦୀ କ୍ଲବଟି ଟ୍ରାଡିସନାଲ ଇଣ୍ଡିଆନ ପଞ୍ଚାଙ୍ଗ ଟାଇମ ଡିସପ୍ଲେ କରେ। ଏହା 85 ଫୁଟ ଟାୱାର ଉପରେ ଅବସ୍ଥିତ। ଓକେ, ସୋ ये ବିଭିନ୍ନ ପ୍ରକାର ଆଷ୍ଟ୍ରୋଲୋଜିକାଲ କାଲକୁଲେସନ करे, ମୁହୂର୍ତ୍ତ ବି କାଲକୁଲେସନ करे ଏବଂ ଆଇଏସଟି ଜିଏମଟି ଟାଇମ ବି ଦେଖାଇଥାଏ। ନେକ୍ସଟ କ୍ୱେଶ୍ଚନ ହଉଛି, ରିସେଣ୍ଟଲି which state government has decided to establish state water information center SWIS? କେଉଁ ଷ୍ଟେଟ ଗଭର୍ଣମେଣ୍ଟ SWIS ଏଷ୍ଟାବ୍ଲିଶ କରିଛନ୍ତି? ଅପସନ ଗୁଡିକ ହେଲା ବିହାର, ଓଡିଶା, ଗୁଜରାଟ ଆଣ୍ଡ ଝାରଖଣ୍ଡ। ଆନ୍ସର ହଉଛି ଓଡିଶା। ଆମ ଷ୍ଟେଟ ଓଡିଶା ଏଇ SWIS କୁ ଏଷ୍ଟାବ୍ଲିଶ କରିଛନ୍ତି ଟୁ ଷ୍ଟୋର, କୋଅର୍ଡିନେଟ, disseminate water resource data. Okay, so Odisha government SWIS state water information center ଟିକୁ ଉଦ୍ଘାଟନ କରିଛନ୍ତି। Yars missile এটা হচ্ছে intercontinental ballistic missile developed by which country? Intercontinental ballistic missile ମାନେ ହଉଛି କଣ ନା କଣ୍ଟିନେଣ୍ଟ ଟୁ କଣ୍ଟିନେଣ୍ଟ ଏହା ଉତ୍କ୍ଷେପଣ କରିହବ। ସେଇଟାକୁ ସେ ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ ଏୟାର ମିସାଇଲ କୁ କେଉଁ ଦେଶ ଡେଭଲପ କରିଛି? ରଷିଆ, ଚାଇନା, ଇସ୍ରାଏଲ, ଇଣ୍ଡିଆ। ଆନ୍ସର ହଉଛି ରଷିଆର ଡିଫେନ୍ସ ମିନିଷ୍ଟ୍ରି କନଫର୍ମ କରିଛନ୍ତି ଯେ ଏଇ ଯୋଉ ଏୟାର କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ କୁ ଡେଭଲପ କରିଥିବାର। ସୋ ଏହା ହଉଛି ଆପଣ ଦେଖିପାରିବେ ୟାର ରେଞ୍ଜ ହଉଛି 12,000 କିଲୋମିଟର ଟୁ ରେଞ୍ଜ ହଉଛି 12,000 କିଲୋମିଟର। ଆଉ ଏହା ମଧ୍ୟ କଣ କରିପାରିବ ନା 11,000 କିଲୋମିଟର ଆଉ ଦୂରରୁ ଟାର୍ଗେଟ କୁ ମାନେ ଯୋଉ ହିଟ୍ କରିପାରିବ, ଟାର୍ଗେଟ ଟାକୁ ହିଟ୍ କରିପାରିବ। ଓକେ, ସୋ ନେକ୍ସଟ କ୍ୱେଶ୍ଚନ, ସିନ୍ଦ୍ରି ଫର୍ଟିଲାଇଜର ପ୍ଲାଣ୍ଟ କୋଉ ଷ୍ଟେଟ ର ଅଛି? ଝାରଖଣ୍ଡ, ଉତ୍ତରପ୍ରଦେଶ, ରାଜସ୍ଥାନ ଆଣ୍ଡ ଗୁଜରାଟ। କେଉଁ ଷ୍ଟେଟ ରେ ଏଟା ଅବସ୍ଥିତ? ସିନ୍ଦ୍ରି ଫର୍ଟିଲାଇଜର ପ୍ଲାଣ୍ଟ। ସୋ ସିନ୍ଦ୍ରି ଫର୍ଟିଲାଇଜର ପ୍ଲାଣ୍ଟ ଅଛି ଝାରଖଣ୍ଡରେ ଅଛି। ପିଏମ ମୋଦି ଇନାଗୁରେଟ ଏବେ ଡେଡିକେଟ କରିଛନ୍ତି ଏଟାକୁ ଦେଶ ଉଦ୍ଦେଶ୍ୟରେ। ସୋ ମାର୍ଚ୍ଚ 1, 2024 ରେ ଏଟା ହେଇଛି ଝାରଖଣ୍ଡ ଠାରେ ସିନ୍ଦ୍ରି ଫର୍ଟିଲାଇଜର ପ୍ଲାଣ୍ଟ। ସୋ ବ୍ରାୟନ ମୁଲରୋନି କେଉଁ ଦେଶର ପ୍ରାଇମ ମିନିଷ୍ଟର ଥିଲେ ଯିଏକି ରିସେଣ୍ଟଲି ଦେହତ୍ୟାଗ କରିଛନ୍ତି? ସେ ଦେଶ ଗୁଡିକର ନାମ ଅପସନ ହଉଛି ଇସ୍ରାଏଲ, କାନାଡା, ଚିଲି, ଫ୍ରାନ୍ସ। ସୋ
आंसर इज कनाडा। कनाडार एक्स प्राइम मिनिस्टर ଯିଏକି 84 ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ଏ କନଜରଭେଟିଭ ପାର୍ଟିରୁ ଆସୁଥିଲେ। ଟ୍ରୁଡୋଙ୍କ ଯୋଉ କରେଣ୍ଟ ଅଛନ୍ତି ତାଙ୍କ ପିତାଙ୍କୁ ପରାସ୍ତ କରି 1984 ମସିହାରେ ଏ ପ୍ରାଇମ ମିନିଷ୍ଟର ବନିଥିଲେ। ନେକ୍ସଟ କ୍ୱେଶ୍ଚିନ୍, ହ୍ୱାଟ ଇଜ ବାୟୋଟ୍ରିକ୍? ବାୟୋଟ୍ରିକ୍ ଟା କଣ? ୱେଷ୍ଟ ୱାଟର ମ୍ୟାନେଜମେଣ୍ଟ ଟେକ୍ନୋଲୋଜି, ମେଥଡ ଅଫ ୟୁଜ ଅଫ ଏନଭାୟରमेंटल कंजर्वेशन, टैंक क्लीनिंग रोबोट ना टेक्निक टू रिमूव पेस्ट फ्रॉम द क्रॉप। या भितर बायोट्रिक टा कौन? बायोट्रिक होच वेस्ट मैनेजमेंट टेक्नोलॉजी। वेस्ट मैनेजमेंट टेक्नोलॉजी रूरल इंडिया पे यह काम करुଛି। बंतारा इनिशिएटिव, यह तଳ लिखित तଳେ जो ऑप्शन दिया जायछि ता मध्यरु କେଉଁ ଅପସନ ସହିତ ଏହା ଜଡିତ? ବନ୍ତାରା ଇନିସିଏଟିଭ, ଆନିମାଲ ୱେଲଫେୟାର, କ୍ଲାଇମେଟ ଚେଞ୍ଜ, ଏନଭାୟରमेंटल ପ୍ରୋଟେକ୍ସନ, ହିଷ୍ଟୋରିକାଲ ମନୁମେଣ୍ଟସ। ସୋ ଏହା ବନ୍ତାରା ଇନିସିଏଟିଭ ଟା ଆନିମାଲ ୱେଲଫେୟାର ସହିତ ଜଡିତ। ରିସେଣ୍ଟଲି ଜାଣିଥିବ ଅନନ୍ତ ଅମ୍ବାନୀଙ୍କ ପ୍ରି ମ୍ୟାରେଜ ସେରିମନି ହଉଥିଲା, ସେଇଠି ସବୁ ଭିଡିଓ ଆସୁଛି ସୋସିଆଲ ମିଡିଆରେ। ସେ ଅନନ୍ତ ଅମ୍ବାନୀ ଏହାକୁ ଆନିମାଲ ୱେଲଫେୟାର ପାଇଁ କରିଛନ୍ତି। ଗୁଜରାଟ ଜାମନଗର ଠାରେ ଏଟା ହେଇଛି। ତ ଏହା 3000 ଏକର ଜମିରେ ତିଆରି କରାଯାଇଛି। ହାତୀ ମାନଙ୍କୁ ସେଠି ବହୁତ ଯୋଉ ରେସ୍କ୍ୟୁଡ ହାତୀ ମାନଙ୍କୁ ମଧ୍ୟ ସେଠାରେ ରଖାଯାଇଛି, ସେମାନଙ୍କୁ ସେବା ଶୁଶ୍ରୂଷା କରାଯାଉଛି। ବହୁତ ଭଲ ଯୋଜନାଟିଏ ଅନନ୍ତ ଅମ୍ବାନୀ କରିଛନ୍ତି। ସୋ ନେକ୍ସଟ କ୍ୱେଶ୍ଚିନ୍ ହଉଛି, where was the second state level ଶେହରୀ ସମୃଦ୍ଧି ଉତ୍ସବ inaugurated? କେଉଁଠାରେ ସେକେଣ୍ଡ ଷ୍ଟେଟ ଲେଭେଲ ରାଜ୍ୟସ୍ତରୀୟ ଦ୍ୱିତୀୟ ରାଜ୍ୟସ୍ତରୀୟ ଶେହରୀ ସମୃଦ୍ଧି ଉତ୍ସବ ଇନାଗୁରେଟ ହେଉଛି? କୋହିମା, ଶିଲଙ୍ଗ, ଗ୍ୟାଙ୍ଗଟକ, ଅଗରତଲା ସବୁଗୁଡ଼ିକ ନର୍ଥ ଇଷ୍ଟ ପ୍ଲେସ୍, ତେଣୁକରି ନର୍ଥ ଇଷ୍ଟ ଆସୁଛି। ତେଣୁକରି ଏହା କେଉଁଠାରେ ହୋଇଛି? ଏହାର କରେକ୍ଟ ଆନ୍ସର ହଉଛି ଅଗରତଲା। ଓକେ, ତାଙ୍କର ଚିଫ ମିନିଷ୍ଟର ବର୍ତ୍ତମାନ ଅଛନ୍ତି ମାନିକ ଶାହା, ସେ ହିଁ ଏହାକୁ ଉଦ୍ଘାଟନ କରିଛନ୍ତି। ସେକେଣ୍ଡ ଷ୍ଟେଟ ଲେଭେଲ ଶେହରୀ ସମୃଦ୍ଧି ଉତ୍ସବ। ଓକେ, ତ ଏହାର ଏକ୍ସପ୍ଲାନେସନ ଆପଣ ମାନେ ପଢିପାରିବେ ଏହା କଣ କାହିଁକି ହୋଇଥାଏ। ତ ଅର୍ବାନ ଲିଭଲିହୁଡ ମିଶନ ଦ୍ୱାରା ଏହାଟା ଅର୍ଗାନାଇଜ କରାଯାଇଛି। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। ନେକ୍ସଟ କ୍ୱେଶ୍ଚିନ୍, ହ୍ୱାଟ ଇଜ ଦ ରାଙ୍କ ଅଫ ଇଣ୍ଡିଆ ଇନ ଦ ଗ୍ଲୋବାଲ ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି ଇଣ୍ଡେକ୍ସ 2024? 2024ରେ ଗ୍ଲୋବାଲ ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି ଇଣ୍ଡେକ୍ସରେ ଇଣ୍ଡିଆର ସ୍ଥାନ କେଉଁଠି? 42, 45, 44, 56? ଏଟା ସ୍ଥାନ ହଉଛି 42। ୟୁଏସ ଚାମ୍ବର ଅଫ କମର୍ସ released the 12th edition of International Intellectual Property Index, ranking 55 economies on their IP framework. India secured 42nd position with a 38.64% overall score. So ଏଥିରେ ଏଇ ଯୋଉ ଲିଗ୍ ଟା ଟପ୍ କରିଛନ୍ତି ୟୁନାଇଟେଡ ଷ୍ଟେଟ୍, ୟୁନାଇଟେଡ କିଙ୍ଗଡମ, ଫ୍ରାନ୍ସ ଆଦି ଦେଶ। ଓକେ, ତବେ ଆମେ ନେକ୍ସଟ କ୍ୱେଶ୍ଚିନ୍ କୁ ଯିବା। ହ୍ୱାଟ ଇଜ ହୋମୋସେପ୍ ଆଟମ୍? ହୋମୋସେପ୍ ଆଟମ୍ ଟା କଣ? ହୋମୋସେପ୍ ଆଟମ୍, ତ ଅପସନ ଗୁଡିକ ହେଲା ଆନସିଏଣ୍ଟ ଇରିଗେସନ ଟେକ୍ନିକ, ସେପ୍ଟିକ ଟ୍ୟାଙ୍କ, ମ୍ୟାନହୋଲ କ୍ଲିନିଂ ରୋବୋଟ, ନ୍ୟୁକ୍ଲିୟର ବାଲିଷ୍ଟିକ ସବମେରିନ, ଆନସିଏଣ୍ଟ ମେଡିସିନାଲ ପ୍ରାକ୍ଟିସ। ଏ ମଧ୍ୟରୁ ହୋମୋସେପ୍ ଆଟମ୍ ଟା କଣ? ଏହା କରେକ୍ଟ ଆନ୍ସର ହଉଛି ସେପ୍ଟିକ ଟ୍ୟାଙ୍କ ମ୍ୟାନହୋଲ କ୍ଲିନିଂ ରୋବୋଟ। IIT ମାଦ୍ରାସ ଦ୍ୱାରା ଏହାର ଡେଭଲପ କରାଯାଇଛି। ତେଣୁ ଇଏ ସେପ୍ଟିକ ଟ୍ୟାଙ୍କ ମ୍ୟାନହୋଲ କ୍ଲିନିଂ ରୋବୋଟ ପାଇଁ ଏହାକୁ ଆମେ ୟୁଜ କରିଥାଉ। ନେକ୍ସଟ କ୍ୱେଶ୍ଚିନ୍ ହେଲା, କୃଷ୍ଣରାଜ ସାଗର ରିଜର୍ଭର କେଉଁ ଷ୍ଟେଟରେ ଅଛି? କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ ଆଣ୍ଡ ଓଡ଼ିଶା। କୃଷ୍ଣରାଜ ସାଗର ରିଜର୍ଭର ଡ୍ୟାମ ଟା କୋଉଠି ଅଛି? କର୍ଣ୍ଣାଟକରେ ଅଛି। ରିସେଣ୍ଟଲି ନ୍ୟୁଜରେ ଥିଲା, ତେଣୁକରି କରେକ୍ଟ ଆନ୍ସର ହଉଛି କର୍ଣ୍ଣାଟକ। ନେକ୍ସଟ କ୍ୱେଶ୍ଚିନ୍, ପଙ୍କଜ ଉଦାସ ରିସେଣ୍ଟଲି କେଉଁ ଫିଲ୍ଡ ସହିତ କେଉଁ କ୍ଷେତ୍ରରେ ତାଙ୍କର ଯୋଗଦାନ ବହୁତ ସମସ୍ତେ ଜାଣିଥିବେ। ଅପସନ ଗୁଡିକ ହେଲା ପଲିଟିକ୍ସ, ସ୍ପୋର୍ଟସ, ସିଙ୍ଗିଂ, ସାଇଣ୍ଟିଷ୍ଟ। ସିଙ୍ଗିଂ କ୍ଷେତ୍ରରେ ତାଙ୍କର ବହୁତ ଯୋଗଦାନ ଅଛି। ତାଙ୍କର ଗଜଲ ଗୁଡିକ ବହୁତ ସ୍ମରଣୀୟ ତଥା ମଧୁର ଲାଗେ ଶୁଣିବାକୁ। ସେ ରିସେଣ୍ଟଲି ପାଷ୍ଟ ଆଉଟ୍ ହୋଇଛନ୍ତି। 72 ବର୍ଷ ବୟସରେ ମୁମ୍ବାଇରେ ତାଙ୍କର ଦେହାନ୍ତ ଘଟିଛି। ସେ ଜନ୍ମଗ୍ରହଣ କରିଥିଲେ ମେ 17, 1951 ଗୁଜରାଟ ରାଜ୍ୟରେ।
ପଙ୍କଜ ଉଦାସ ହଉଛନ୍ତି କରେକ୍ଟ ଆନ୍ସର ହଉଛି ସିଙ୍ଗିଂ। ପଙ୍କଜ ଉଦାସ ସିଙ୍ଗିଂ, ସଙ୍ଗୀତ କ୍ଷେତ୍ରରେ ତାଙ୍କର ବୃହତ ଅବଦାନ ରହିଛି। What is the theme of World NGO Day 2024? World NGO Day ର 2024 ରେ ତାର ଥିମ୍ କଣ ଥିଲା? Building a sustainable future, the role of NGOs in achieving the SDGs, building a more equitable world, empowering communities for sustainable development, celebrating community heroes. So World NGO Day 2024 ର ଥିମ୍ ଥିଲା, କରେକ୍ଟ ଆନ୍ସର ହଉଛି ବିଲ୍ଡିଂ ଏ ସଷ୍ଟେନେବଲ ଫ୍ୟୁଚର, ଦ ରୋଲ ଅଫ୍ ଏନଜିଓ ଇନ୍ ଆଚିଭିଂ ଦ ଏସଡିଜିଏସ୍। ଓକେ, ଏନଜିଓ ୱାର୍ଲଡ ଏନଜିଓ ଡେ ସେଲିବ୍ରେଟ ହୁଏ ଆମର ଆନୁଆଲି ସେଲିବ୍ରେଟେଡ ହୁଏ ପ୍ରତିବର୍ଷ ଫେବୃଆରୀ ମାସ 27 ତାରିଖରେ ହୁଏ। ତାର ଥିମ୍ ଥିଲା, ଏ ଏକ ନନ୍ ଗଭର୍ଣ୍ଣମେଣ୍ଟାଲ ଅର୍ଗାନାଇଜେସନ। ସୋ ଏହାର ଥିମ୍ ଥିଲା କଣ ନା, ବିଲ୍ଡିଂ ସଷ୍ଟେନେବଲ ଫ୍ୟୁଚର, ଦ ରୋଲ ଅଫ୍ ଏନଜିଓ ଇନ୍ ଆଚିଭିଂ the SDGs for 2024. Next question, ଧର୍ମ ଗାର୍ଡିଆନ ଏକ୍ସରସାଇଜ କେଉଁ କେଉଁ ଦେଶ ମଧ୍ୟରେ କଣ୍ଡକ୍ଟ କରାଯାଇଛି? ଇଣ୍ଡିଆ ଜାପାନ, ଇଣ୍ଡିଆ ଶ୍ରୀଲଙ୍କା, ଇଣ୍ଡିଆ ଇଜିପ୍ଟ, ଇଣ୍ଡିଆ ଆଣ୍ଡ ଅଷ୍ଟ୍ରେଲିଆ। So correct answer is India and Japan. Fifth edition joint ଗୋଟେ ମିଲିଟାରୀ ଏକ୍ସରସାଇଜ, ଫିଫ୍ଥ ଏଡିସନ ଟା ଇଣ୍ଡିଆ ଜାପାନ ମଧ୍ୟରେ ହୋଇଥିଲା। ରାଜସ୍ଥାନର ମହାଜନ ଫିଲ୍ଡ ଫାୟାରିଂ ରେଞ୍ଜ ମଧ୍ୟରେ ଏଟା ହୋଇଥିଲା। ଏହା ଫେବୃଆରୀ 25 ତାରିଖରୁ ମାର୍ଚ୍ଚ 9 ମଧ୍ୟରେ ଚାଲିଅଛି। ଏବେ ବି ଏଟା କଣ୍ଡକ୍ଟ କରାଯାଉଛି। ସୋ ଧର୍ମା ଗାର୍ଡିଆନ ମିଲିଟାରୀ ଏକ୍ସରସାଇଜ ଫିଫ୍ଥ ଏଡିସନ ଇଣ୍ଡିଆ ଏବଂ ଜାପାନ ମଧ୍ୟରେ ଫେବୃଆରୀ 25 ରୁ ମାର୍ଚ୍ଚ 9 ମଧ୍ୟରେ ଏକ୍ସରସାଇଜ କରାଯାଉଛି। ସୋ ଷ୍ଟାଚ୍ୟୁ ଅଫ ୟୁନିଟି ଲୋକେଟେଡ୍ ଅନ୍ ଦ ବ୍ୟାଙ୍କ ଅଫ ହ୍ୱିଚ୍ ରିଭର? ସମସ୍ତେ ଜାଣନ୍ତି ଷ୍ଟାଚ୍ୟୁ ଅଫ ୟୁନିଟି ଗୁଜରାଟ ସହରରେ ଅଛି, ଗୁଜରାଟ ରାଜ୍ୟରେ ଅଛି। ତ କେଉଁ ରିଭର, କେଉଁ ନଦୀ କୂଳରେ ଅବସ୍ଥିତ? ଅପସନ ଗୁଡିକ ହେଲା ନର୍ମଦା, ତପି, ସବରମତୀ, ଲୁଣି ରିଭର। ସୋ ଆନ୍ସର ଇଜ ନର୍ମଦା ରିଭର। ନର୍ମଦା ରିଭର କୂଳରେ ଷ୍ଟାଚ୍ୟୁ ଅଫ ଲିବର୍ଟି ଷ୍ଟାଚ୍ୟୁ ଅଫ ୟୁନିଟି ଅବସ୍ଥିତ। ଏହା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଡେଡିକେଟ କରାଯାଇଛି। ଏହାର ହାଇଟ୍ ହଉଛି 182 ମିଟର ଲମ୍ବ। ସୋ ଏହାକୁ ତିଆରି କରିଥିଲେ, କନଷ୍ଟ୍ରକ୍ଟର ଥିଲା ଲାଲସନ ଏଲାନ୍ଟି। ଏହାକୁ ତିଆରି କରିଥିଲେ ଡିଜାଇନ ବାଇ ରାମଭି ସୁତାର। ଓକେ, ସୋ ଇଣ୍ଡିଆ's ଆଇରନ୍ ମ୍ୟାନ୍ ଅଫ ଇଣ୍ଡିଆ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଏହା ଡେଡିକେଟେଡ ହେଇଥାଏ ଷ୍ଟାଚ୍ୟୁ ଅଫ ୟୁନିଟି। କାଳି ଟାଇଗର ରିଜର୍ଭ କେଉଁ ରାଜ୍ୟରେ ଅବସ୍ଥିତ? ତାମିଲନାଡୁ, ମହାରାଷ୍ଟ୍ର, କର୍ଣ୍ଣାଟକ ଆଣ୍ଡ କେରଳ। କାଳି ଟାଇଗର ରିଜର୍ଭ କର୍ଣ୍ଣାଟକ ରାଜ୍ୟରେ ଅବସ୍ଥିତ। ଆନ୍ସର ହଉଛି କର୍ଣ୍ଣାଟକ। କାଳି ଟାଇଗର ରିଜର୍ଭ ମହୀଶୂର ଯୋଉ କାଳି ଟାଇଗର ରିଜର୍ଭକୁ ବର୍ତ୍ତମାନ ଏଇ ରିସେଣ୍ଟଲି 40 ସ୍ପଟେଡ ଡିଅରକୁ ରିଲୋକେଟ କରାଯାଇଛି। ସୋ କାଳି ଟାଇଗର ରିଜର୍ଭ ହଉଛି ଆମର କର୍ଣ୍ଣାଟକ ରାଜ୍ୟରେ ଅବସ୍ଥିତ। So next question, what was India's ranking in the global cyber crime report for 2023 ରେ ଇଣ୍ଡିଆର ଗ୍ଲୋବାଲ ରାଙ୍କିଂ ସାଇବର କ୍ରାଇମ ରେ କେତେ ଅଛି? ସାଇବର କ୍ରାଇମ ଧୀରେ ଧୀରେ ଲୋକମାନେ ଇଣ୍ଟରନେଟ ଯୁଗରେ, ଇଣ୍ଟରନେଟ ଡିଜିଟାଲ ଇଣ୍ଡିଆ ହେଲା ପରେ ସାଇବର କ୍ରାଇମ ରିପୋର୍ଟ ବଢି ଚାଲିଛି। ସୋ ଇଣ୍ଡିଆର ସାଇବର କ୍ରାଇମ ରିପୋର୍ଟ ଯୋଉ ଅଛି, ଇଣ୍ଡିଆର ରାଙ୍କ କେତେ ଅଛି? 80th। ଇଣ୍ଡିଆ 80 ରାଙ୍କରେ ଅଛି। ମୋଷ୍ଟ ଟାର୍ଗେଟେଡ କଣ୍ଟ୍ରି world wide for cyber crime. India's position is on the 80th. Okay. So next question is, which of the following countries participated exercise Dosti recently seen in the news? Exercise Dosti କେଉଁ ଫଲୋଇଂ କଣ୍ଟ୍ରିଜ ଏଥିରେ ଇନଭଲ୍ଭ ଅଛନ୍ତି? ଇଣ୍ଡିଆ, ଶ୍ରୀଲଙ୍କା, ମାଲଡିଭ୍ସ, ମିଆଁମାର, ଶ୍ରୀଲଙ୍କା, ନେପାଳ, ଇଣ୍ଡିଆ, ବାଂଲାଦେଶ, ମିଆଁମାର, ଭୁଟାନ, ନେପାଳ, ମିଆଁମାର। କରେକ୍ଟ ଆନ୍ସର ହଉଛି ଇଣ୍ଡିଆ, ଶ୍ରୀଲଙ୍କା ଆଣ୍ଡ ମାଲଡିଭ୍ସ। ଇଣ୍ଡିଆ, ଶ୍ରୀଲଙ୍କା ଆଣ୍ଡ ମାଲଡିଭ୍ସ କୋଷ୍ଟ ଗାର୍ଡ ଶିପ୍ସ joined the Maldives for the exercise Dosti 16th. Okay, ଏହା 1991 ମସିହାରୁ ପ୍ରତି 2 ବର୍ଷ ଥରେ ଲେଖା ହଉଛି। ଶ୍ରୀଲଙ୍କା ଜଏନ କରିଥିଲା 2012ରେ। So India, Sri Lanka and Maldives ଙ୍କ ମଧ୍ୟରେ ଏକ୍ସରସାଇଜ ଦୋସ୍ତି ହୋଇଥାଏ।
ୟୁରୋ ହାଇଡେଲ୍ ପ୍ରୋଜେକ୍ଟ ଯେଉଁ ଷ୍ଟେଟ୍ ବା ୟୁନିୟନ୍ ଟେରିଟୋରୀ ଅଛି ତାମିଲନାଡୁ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଜାମ୍ମୁ କାଶ୍ମୀର। ସୋ 3ଟା ଷ୍ଟେଟ୍ ଅଛନ୍ତି ତାମିଲନାଡୁ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଜାମ୍ମୁ ଆଣ୍ଡ କାଶ୍ମୀର ଇଜ୍ ୟୁନିୟନ୍ ଟେରିଟୋରୀ। ସୋ କରେକ୍ଟ ଆନ୍ସର। Okay, okay, thank you.